ମାଳତୀ ପ୍ରଧାନ। ଆଜ୍ଞା କିଛି ଖବର କେବେ ଜାଣି ନାହିଁ। କିଛି ଖବର ଖବର ମୁଁ ଜାଣିନି। ମୋ ଝିଅ ଯେତେ ମାଡ଼ ପାଳି ବଜେଇଥିଲା ବେଳେ କହିବନି, କିଛି କହିବନି। କହିବ ମୋ ମା ବାପାକୁ କିଆଁ ଜୋରେଇମି, ମୋ ଘରେ କଳି ହଉଛି ତ ମୁଁ କିଛି କହିବିନି ବୋଲି। କିଛି ଜାଣି ନାହିଁ ଆଜ୍ଞା। କିଏ କାମ କଲା ସମ୍ପତ୍ତି ମୋର ପାଇଥିଲି। ଘର ଭିତରୁ ଜଣେ ମହିଳାଙ୍କ ରକ୍ତ ଜୁଡୁବୁଡୁ ମୃତଦେହ ଉଦ୍ଧାର ହେବା ପରେ ତାଙ୍କୁ ହତ୍ୟା କରାଯାଇଥିବା ସନ୍ଦେହରେ ମୃତ ମହିଳାଙ୍କ ପୁଅକୁ ଅଟକ ରଖି ପୁଲିସ ତଦନ୍ତ ଜାରି ରଖିଛି। ଏପରି ଘଟଣା ଘଟିଛି ଢେଙ୍କାନାଳ ଜିଲ୍ଲା ତୋମୁସିଙ୍ଗା ଥାନା ଅନ୍ତର୍ଗତ ଅଁଳା ବେରେଣି ଗାଁରେ। ମୃତ ମହିଳା ଜଣକ ଅଁଳା ବେରେଣି ଗାଁର ଚଞ୍ଚଳା ନାୟକ ହୋଇଥିବା ବେଳେ କୌଣସି ଧାରୁଆ ଅସ୍ତ୍ରରେ ତାଙ୍କ ମୁଣ୍ଡକୁ ହାଣି ହତ୍ୟା କରାଯାଇଛି। ମାଧବ ପ୍ରଧାନ। ଖବର ପାଇଲେ ଆଜ୍ଞା ଖବର କେମିତି ପାଇଲେ? ବହୁ ଫୋନ କଲେ ଭୁବନେଶ୍ୱରରୁ। ଯେ କହିଲେ ମା ଉଠିନ, କହିଲେ ଆଲୋ ମା କ'ଣ ଆଜି ଏତେ 4ଟା ରାତିରୁ ମୋତେ କିଆଁ ଉଠେଇଲୁ? ଉଠି ପଡ଼ ଆଉ ଉଠିକିରି ମୁହଁ କାନ ଧୋଇବ। ମୁହଁ କାନ ଧୋଇଲାଠୁ କହିବି। ମୁହଁ କାନ ଧୋଇଲା ମା କ'ଣ ହେଇଛି? ନାନୀ ଶେଷ। କହିଲି କ'ଣ କେମିତି? ମୋ ଛୁଆ କିଛି ହେଇନଥିଲା, କିଛି ନାହିଁ। ନା ତୁ ଥାନା ଟିକେ ଆସ, ମୁଁ ଯାଉଛି। ପୁଅ ବୋହୂ ଆସୁଛନ୍ତି ଆଜ୍ଞା। ଆଜ୍ଞା ଦେଖିଛି ଆଉ କ'ଣ, ଏଇ ତ ଏଠି ବସିଛି, ମୋତେ ନାହିଁ କରିଛନ୍ତି ଦେଖନି ତମ ଛୁଆ ମାରିଛି ସେ ପ୍ରଭୁ ଜଣେ ବୋଲ ନା ଆଜ୍ଞା, ମୁଁ ଜାଣି ଶାସ୍ତି ଦରକାର ଆଜ୍ଞା। ଆଉ ଦଣ୍ଡ ତାକୁ ଦରକାର। ତେବେ ମୃତ ଚଞ୍ଚଳା ନିଜ ସ୍ୱାମୀଙ୍କ ମୃତ୍ୟୁ ପରେ ପୁଅ ଲିପୁ ନାୟକ ପାଖରେ ରହି ଆସୁଥିଲେ। ହେଲେ ଗତକାଲି ବିଳମ୍ବିତ ରାତିରେ ତାଙ୍କୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଅଁଳା ବେରଣୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲେ ବି ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଖବର ପାଇ ତୋମୁସିଙ୍ଗା ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତ ଚଞ୍ଚଳାଙ୍କ ପୁଅ ଲିପୁ ନାୟକଙ୍କୁ ଅଟକ ରଖି ତଦନ୍ତ ଆରମ୍ଭ କରିଛନ୍ତି। ସେପଟେ ଚଞ୍ଚଳାଙ୍କ ପୁଅ ଲିପୁ ତାଙ୍କୁ ହତ୍ୟା କରିଥିବା ସନ୍ଦେହ କରାଯାଉଥିବା ବେଳେ ଘଟଣାର ତଦନ୍ତ ପରେ ସତ୍ୟାସତ୍ୟ ସାମ୍ନାକୁ ଆସିବ ବୋଲି ଏସଡିପିଓ ସୂଚନା ଦେଇଛନ୍ତି। ଦେଖନ୍ତୁ ହତ୍ୟାର କାରଣ କିଛି ଜଣାପଡ଼ିନି। ତାଙ୍କର କାଲି ଆମେ ଇନଫର୍ମେସନ୍ ପାଇଲୁ ଯେ ଜଣେ କିଏ ତାଙ୍କୁ ହାଣି ଦେଇଛି ତାଙ୍କ ଫୋरहेଡ଼ରେ। ତାପରେ ଇନଫର୍ମେସନ୍ ପାଇଁ ଆମେ ପ୍ରୋସିଡ୍ କଲା ପରେ ତାକୁ ଆମେ ଆମ୍ବୁଲାନ୍ସରେ ସିଫ୍ଟ କଲୁ ଅଳମାଣ୍ଡି ହସ୍ପିଟାଲରୁ। ବଟ୍ ସି ରିସିଭ୍ ଡେଟ୍। ତେଣୁ ତାପରେ ଆମେ କେସ୍ କରିକି ତାର ଅନୁସନ୍ଧାନ ଚଲେଇଛୁ। ମୃତ୍ୟୁର କାରଣ ଏପର୍ଯ୍ୟନ୍ତ ଆସର୍ଟେନ୍ ହେଇନି। ତଦନ୍ତ ପାଇଁ ତ ଆମେ ସବୁ ଦିଗ ଦେଖୁଛୁ। ତେଣୁ ତାଙ୍କ ପୁଅ ଯିଏ ବି ଇନଫର୍ମେସନ୍ ଦେଇଥିଲା ସେ ମ୍ୟାଟର୍ ଉପରେ ତାକୁ ବି ଆମେ ପଚରାଉଚରା କରୁଛୁ। ଅନ୍ୟମାନେ ତାଙ୍କ ଗାଁର ଲୋକମାନେ ତାଙ୍କ ମଧ୍ୟ ପଚରାଉଚରା କରୁଛୁ। ବଟ୍ ଏପର୍ଯ୍ୟନ୍ତ ଆମେ କନକ୍ଲୁଜନରେ ପହଞ୍ଚିପାରୁ।